ସମସ୍ତେ ଭଲରେ ଅଛନ୍ତି? ଠିକ ଅଛି, ଆସୁ ଆମେ ପ୍ରଭୁଙ୍କର ବାକ୍ୟ ଆମେ ଶୁଣିବା। ପ୍ରଭୁ ଆଜି ଆମମାନଙ୍କୁ ବାକ୍ୟ ଦ୍ୱାରା କଥା କହିବେ, କାରଣ ଆମମାନଙ୍କର ପରମେଶ୍ୱର ସେ ଜୀବିତ ପରମେଶ୍ୱର ଅଟନ୍ତି। ଆମମାନଙ୍କର ପରମେଶ୍ୱର ସେ ପବିତ୍ର ପରମେଶ୍ୱର ଅଟନ୍ତି। ଏଣୁକରି ଆସୁ ଆମେ ଆଉ ଧ୍ୟାନର ସହିତ ଆମେ ତାଙ୍କର ବାକ୍ୟକୁ ଆମେ ଶୁଣିବା। ହାଲେଲୁୟା। ଆଉ କେହି ଜଣେ ପଢିଦେବେ ଗୀତ ସଂହିତା ତାର 18 ଅଧ୍ୟାୟର 21 ପଦ। କାରଣ ମୁଁ ସଦାପ୍ରଭୁଙ୍କ ପଥ ଧରିଅଛି ଓ ଦୁଷ୍ଟ ଭାବରେ ମୁଁ ପରମେଶ୍ୱରଙ୍କ ନିକଟରୁ ପ୍ରସ୍ଥାନ କରିନାହିଁ। ପ୍ରେଜ୍ ଦ ଲର୍ଡ। କାରଣ ମୁଁ ସଦାପ୍ରଭୁଙ୍କ ପଥ ଧରିଅଛି ଓ ଦୁଷ୍ଟ ଭାବରେ ମୁଁ ପ୍ରସ୍ଥାନ କରିନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହା ଈଶ୍ୱରଙ୍କର ଜୀବନ୍ତ ବାକ୍ୟ ଅଟେ। ଆଉ ତାହାଙ୍କ ବାକ୍ୟରେ ଜୀବନ ଅଛି, ତାହାଙ୍କ ବାକ୍ୟରେ ଶକ୍ତି ଅଛି। ଆଉ ଭକ୍ତ ଦାଉଦ ଯିଏକି ଈଶ୍ୱରଙ୍କ ଏକ ମନୋରମିତ ବ୍ୟକ୍ତି ଥିଲେ, ଯିଏକି ଆଉ ପରମେଶ୍ୱରଙ୍କର ମନର କଥା ଦାଉଦ ଜାଣୁଥିଲେ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଯଦି ଆମେ ବାକ୍ୟ ଦେଖିବା, ଆଉ ପରମେଶ୍ୱର ମନୁଷ୍ୟର ମନର କଥା ଜାଣୁଥିଲେ ବୋଲି, କିନ୍ତୁ ଆଉ ପରମେଶ୍ୱର ନିଜେ କହିଲେ ଦାଉଦ ମୋର ମନୋରମିତ ବ୍ୟକ୍ତି, ଅର୍ଥାତ୍ ମୋର ମନର ଭାବନାକୁ, ମୋର ମନର ଚିନ୍ତାକୁ ଜାଣିବା ଏକ ଦାସ ଅଟେ। ପ୍ରେଜ୍ ଦ ଲର୍ଡ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଣୁକରି ହେ ଭକ୍ତ ଦାଉଦ ଆଉ ସେ ଦିନକୁ 7 ଥର ଆଣ୍ଠୁ ଭାଙ୍ଗୁଥିଲେ, 7 ଥର ପରମେଶ୍ୱରଙ୍କ ପ୍ରଶଂସା କରୁଥିଲେ, 7 ଥର ପରମେଶ୍ୱରଙ୍କର ନିକଟବର୍ତ୍ତୀ ହଉଥିଲେ। ଆଉ ସେ ଆଉ ଏ ପ୍ରକାର କହନ୍ତି, ମୁଁ ସଦା ପ୍ରଭୁଙ୍କର ପଥ ଧରିଅଛି ଓ ଦୁଷ୍ଟ ଭାବରେ ମୁଁ ପରମେଶ୍ୱରଙ୍କ ନିକଟରୁ ମୁଁ ପ୍ରସ୍ଥାନ କରିନାହିଁ। ସେ ସଦା ପ୍ରଭୁଙ୍କର ପଥକୁ ଧରିଛନ୍ତି। ମୋର ପ୍ରିୟମାନେ, ଏଇଟା ଜାଣିଥାନ୍ତୁ, ଅନେକ ସମୟରେ ଆଜି ଆମକୁ ଶୈତାନ ଅନେକ ପ୍ରକାର ଆଉ ପରୀକ୍ଷାରେ ଫାନ୍ଦରେ ପକେଇବା ପାଇଁ ଚେଷ୍ଟା କରେ, ଯେପରି ଆମେ ପ୍ରଭୁଙ୍କ ପଥରୁ ଉହରିଯିବୁ, ଯେପରି ଆମେ ପ୍ରଭୁଙ୍କ ପଥରୁ ମୋର ପ୍ରିୟମାନେ ଆମେ ଅନ୍ୟତ୍ର ଆମେ ଗମନ କରିବୁ। ଏଣୁକରି ଶୈତାନ କଣ କରେ, ଆମକୁ ଈଶ୍ୱରଙ୍କର ପଥରୁ ଆମକୁ ଭିନ୍ନ ରାସ୍ତାରେ ନେଇଯିବା ପାଇଁ ଚେଷ୍ଟା କରେ। କାରଣ ପ୍ରଭୁ ଯୀଶୁ ନିଜେ କହିଲେ, ଜହନ ତାର 14 ଅଧ୍ୟାୟର 6 ପଦରେ ସେ କହିଲେ, ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ଏଣୁକରି ପ୍ରଭୁ ଯୀଶୁ ହଉଛନ୍ତି ସ୍ୱର୍ଗକୁ ଯିବା ପାଇଁ ଏକମାତ୍ର ପଥ। ଜଗତରେ ତ ଅନେକ ପଥ ଅଛି, କିନ୍ତୁ ସର୍ବନାଶକୁ ଘେନି ଯାଇଥିବା ପଥ ଉଷାର, ଆଉ ତାହା ଦେଇ ଯିବା ଲୋକ ଅନେକ ପଡ଼ି, କିନ୍ତୁ ଜୀବନକୁ ଘେନି ଯିବା ପଥ ସଂକୀର୍ଣ୍ଣ, ଆଉ ତାହାର ପଥ ପାଇବା ଲୋକ ଅଳ୍ପ ପଡ଼ି, ତାହାର ସନ୍ଧାନ ପାଇବା ଲୋକ ଅତି ଅଳ୍ପ। ମୋର ପ୍ରିୟ ମାନେ, ଅର୍ଥାତ୍ ଏହାର ଅର୍ଥ କଣ ଆପଣ ବୁଝୁଛନ୍ତି? ଏ ବିଷୟର ଗଭୀରତାକୁ କଣ ବୁଝୁଛନ୍ତି? ଯେ ଯୋଉମାନେ କି ଜଗତର ରଙ୍ଗରସକୁ ଆଉ ଖୋଜନ୍ତି, ଯୋଉମାନେ କି ଜଗତର ମୋହମାୟାରେ ପଡିଯାନ୍ତି, ଯୋଉମାନେ କି ଜଗତର ଭୋଗ ବିଳାସରେ ପଡିଯାନ୍ତି, ମୋର ପ୍ରିୟ ମାନେ, ଆଉ ଯୋଉମାନଙ୍କୁ ସାଂସାରିକ ଚିନ୍ତା ମାଡ଼ି ବସେ, ସେମାନେ ମୋର ପ୍ରିୟ ମାନେ ଅନ୍ୟତର ସେମାନେ ଗମନ କରନ୍ତି। ଯଦି ଆପଣ ମାନେ ଆଉ ପଢିବା ପାଇଁ ଚାହାନ୍ତି, ଆଉ ପଢିପାରିବେ ହିତୋପଦେଶ ତାର ଆଉ 16 ଅଧ୍ୟାୟ ତାର 25 ପଦ। ହିତୋପଦେଶ 16 ଅଧ୍ୟାୟ 25 ପଦ। ମନୁଷ୍ୟର ଦୃଷ୍ଟିରେ କୌଣସି ପଥ ସରଳ ଦିଶେ, ମାତ୍ର ତହିଁର ଶେଷରେ ମୃତ୍ୟୁର ପଥ ଥାଏ। ହାଲେଲୁୟା। ଲେଖାଯାଏ, ମୋର ପ୍ରିୟ ମାନେ, ହିତୋପଦେଶ 16 ତାର 25 ପଦ, ମନୁଷ୍ୟର ଦୃଷ୍ଟିରେ କୌଣସି ପଥ
ସରଳ ଦିଶେ ସେଇ ପଥ ଆଉ ତାକୁ ଉତ୍ତମ ଦେଖାଯାଏ, ଭଲ ଦେଖାଯାଏ। ଆଉ ସେ ପଥରେ ସେ ଗମନ କରେ, ପୁଣି ମାତ୍ର ତହିଁର ଶେଷରେ ସେ ମୃତ୍ୟୁର ଫାନ୍ଦରେ ବନ୍ଧାଯାଏ। ସେ ମୃତ୍ୟୁରେ ଆଉ ଶେଷ ନିଶ୍ୱାସ ଛାଡ଼େ, ଆଉ ସେ ଅନନ୍ତ ଜୀବନର ଅଧିକାରୀ ହେଇପାରେ ନାହିଁ। କାରଣ ସେ ଯୀଶୁକୁ ଜାଣିକି ମଧ୍ୟ ଭୁଲ ପଥରେ ଗମନ କଲା। ଯଦି ଆପଣ ଦେଖିବେ ମୋର ପ୍ରିୟ ମାନେ, ଆଉ ଯଦି ଆପଣ ଦେଖିବେ ଆଉ ଲୁକଲିଖିତ ସୁସମାଚାର ତାର 9 ଅଧ୍ୟାୟର ତାର 62 ପଦରେ ଲେଖାଯାଏ, 62 ପଦ। କିନ୍ତୁ ଯୀଶୁ ତାଙ୍କୁ କହିଲେ, ଟିକେ ଟିକେ 62 ପଡିଲ ତ, ପଢ। ଯେ ଲଙ୍ଗଳରେ ହାତ ଦେଇ ପଛକୁ ଚାହେଁ ସେ ଈଶ୍ୱରଙ୍କ ରାଜ୍ୟର ଯୋଗ୍ୟ ନୁହେଁ। ହଁ, ଯଦି ସଦା ପ୍ରଭୁଙ୍କ ପଥରେ ଚାଲୁଛି, ହଠାତ୍ ମୋର ପ୍ରିୟ ମାନେ ତାଡ଼ନା ଆସିଗଲା, ଦୁଃଖ ଆସିଗଲା, କଷ୍ଟ ଆସିଗଲା, ଆମେ ସେଇ ପଥକୁ ଛାଡ଼ିବାର ନାହିଁ। ଆମେ ଦାଉଦ ପରି କହିବାର ଅଛି, ମୁଁ ସଦା ପ୍ରଭୁଙ୍କର ପଥକୁ ଧରି ଅଛି, ଆଉ ଦୁଷ୍ଟ ଭାବରେ ମୁଁ ସଦା ପ୍ରଭୁଙ୍କ ଠାରୁ ପ୍ରସ୍ଥାନ କରିନାହିଁ। ମୁଁ ପ୍ରଭୁକୁ ଭୁଲି ନାହିଁ, ମୁଁ ପ୍ରଭୁକୁ ଛାଡ଼ି ନାହିଁ, ମୁଁ ପ୍ରଭୁକୁ ତ୍ୟାଗ କରିନାହିଁ। ଦୁଃଖ ଆସୁ, କଷ୍ଟ ଆସୁ, ନିନ୍ଦା ଆସୁ, ତାଡ଼ନା ଆସୁ, ଅପମାନ ଆସୁ, ଯାହା ଆସୁ, ମୋର ପ୍ରିୟ ମାନେ ଯିଏ ନଙ୍ଗଳରେ ହାତ ଦେଇକି ପଛକୁ ଚାହେଁ, ପଛକୁ ଫେରେ, ମୋର ପ୍ରିୟ ମାନେ ଜଣେ ଲୋକ ଫେରିଥିଲା, ଧନୀ ବ୍ୟକ୍ତି। ସେ ଗୁରୁ ମତେ ଅନନ୍ତ ଜୀବନ ପାଇବା ପାଇଁ କଣ କରିବାକୁ ପଡିବ? ପ୍ରଭୁ କହିଲେ, ତୁମେ ଜାଣିଛ 10 ଆଜ୍ଞା। ସେ 10 ଆଜ୍ଞା ପାଳନ କରିଥିଲା, କିନ୍ତୁ ତାର ଗୋଟେ ବି ଶୁଣା ଥିଲା, ମୋର ପ୍ରିୟ ମାନେ ସେ କେବେ ଦାନ କରୁନଥିଲା। ପ୍ରଭୁ ସବୁ ବିଷୟ ଜାଣନ୍ତି ମୋର ପ୍ରିୟ ମାନେ। ସେ କେବେ 10 ମାସ ଦଉନଥିଲା, ସେ ଦାନ ଦଉନଥିଲା। ଏଣୁକରି ପ୍ରଭୁ କହିଲେ, ଯାଅ ତୁମେ ଦାନ କର। ତୁମ ଯାହା କିଛି ଅଛି ଧନ ସମ୍ପତ୍ତି ସବୁ ବିକ୍ରୟ କରିକି, ସୁନା ରୂପା ଜମି ବାଡ଼ି ଘର ଦ୍ୱାର ବିକ୍ରୟ କରିକି ସବୁ ଦରିଦ୍ର ମାନଙ୍କୁ ଦାନ କର, ମୋ ଦାସ ମାନଙ୍କୁ ଦାନ କର, ଆଉ ଆସି ମୋର ଅନୁଗମନ କର, ତେବେ ତୁମେ ସ୍ୱର୍ଗରେ ଜାଗା ପାଇବ। କିନ୍ତୁ ସେ ଅନ୍ୟ ରାସ୍ତାରେ ପଳେଇଗଲା, କାରଣ ମନୁଷ୍ୟ ଦୃଷ୍ଟିରେ କୌଣସି ପଥ ସରଳ ଦିଶେ, କାହିଁକି ସେ ଧନୀ ଥିଲା। ଏଣୁକରି ପ୍ରଭୁ କହିଲେ, ଧନୀ ଲୋକ ଅତି କଷ୍ଟରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୋର ପ୍ରିୟ ପ୍ରଭୁଙ୍କ ଆଉ ସନ୍ତାନ ସନ୍ତତି ମାନେ, ଆଜି ପ୍ରଭୁ ଆପଣ ମାନଙ୍କୁ এই କଥା କହିବା ପାଇଁ ଚାହାନ୍ତି ଯେ ଦାଉଦ ପରି ଆମେ କହିବାର ଅଛି। କାରଣ ସଦା ପ୍ରଭୁ ଧାର୍ମିକ ମାନଙ୍କର ପଥ ଜାଣନ୍ତି, ମାତ୍ର ଦୁଷ୍ଟ ମାନଙ୍କ ପଥ ବିନଷ୍ଟ ହେବ, ଏଇଟା କେବେ ଭୁଲନ୍ତୁ ନାହିଁ। ଗୀତ ସଂହିତା ତାର 6ର 1 ପଦରେ ଲେଖା, 1ର 6 ପଦରେ ଲେଖାଯାଏ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଏଇଟା କେବେ ଭୁଲନ୍ତୁ ନାହିଁ। ସଦା ପ୍ରଭୁ ପୁଣି ଧାର୍ମିକ ମାନଙ୍କର ପଥ ଜାଣନ୍ତି। କେହି ଜଣେ ପଢି ଦିଅ, ସେଟା ପଢ ଟିକେ। କାରଣ ସଦାପ୍ରଭୁ ଧାର୍ମିକ ମାନଙ୍କ ପଥ ଜାଣନ୍ତି, ମାତ୍ର ଦୁଷ୍ଟ ମାନଙ୍କ ପଥ ବିନଷ୍ଟ ହେବ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କ ବାକ୍ୟ ଏମିତି ସେମିତି ଲେଖା ହିଁ ନାହିଁ। ଏହା ତାହାଙ୍କ ଲୋକମାନଙ୍କୁ ପରିଷ୍କାର କରିବା ପାଇଁ, ତାହାଙ୍କ ଲୋକମାନଙ୍କୁ ପ୍ରସ୍ତୁତ କରିବା ପାଇଁ, ତାହାଙ୍କ ଲୋକମାନଙ୍କ ଜୀବନକୁ ପରିଷ୍କାର ସିଦ୍ଧ କରିବା ପାଇଁ ଲେଖା ଅଛି। ପ୍ରଭୁ ପାପୀ ମାନଙ୍କର ପଥକୁ ସେ ଦୃଷ୍ଟିପାତ କରନ୍ତି ନାହିଁ, କାରଣ ସେ ଜାଣିଛନ୍ତି ଏଇ ପାପୀ ମଦ ଭାଟିକୁ ଯିବ, ଝଗଡ଼ା ଲାଗିବା ସ୍ଥାନକୁ ଯିବ, ଗଣ୍ଡଗୋଳ କରୁଥିବା ଜାଗାକୁ ଯିବ, ଖରାପ ମନ୍ଦ କାମ ବେବେଚାର କାମ କରୁଥିବା ସ୍ଥାନକୁ ଯିବ। କିନ୍ତୁ ଯିଏ ମୋର ଧାର୍ମିକ ଲୋକ, ସେ ପ୍ରାର୍ଥନା ପ୍ରତି ମନ ଥିବ, ବାକ୍ୟ ଶୁଣିବା ପ୍ରତି ମନ ଥିବ, ଏଣୁକରି ତାର ପଥ ପ୍ରତି ପ୍ରଭୁଙ୍କର ଧ୍ୟାନ ଥାଏ। ଆଉ ଲେଖାଯାଏ, ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଗୋଟେ ଆଉ ଉତ୍ତମ ବିଷୟ ଗୋଟେ ଆଜି ଆମେ ଦେଖିବା। ଆଉ ଏଠି ଗୋଟେ ପ୍ରଭୁ କି ପ୍ରକାର ପ୍ରତିଜ୍ଞା
ତାହାଙ୍କ ଲୋକମାନଙ୍କ ପ୍ରତି କରୁଛନ୍ତି। ହେ ଧାର୍ମିକ ମାନଙ୍କ ପଥ ସେ ଜାଣନ୍ତି ପୁଣି ଧାର୍ମିକ ମାନଙ୍କର ପଥ ପ୍ରତି ସଦାପ୍ରଭୁଙ୍କର ଦୃଷ୍ଟି ଅଛି। ସେମାନେ ଯାହା ହେଇଗଲେ ବି ସେମାନେ ମୋର ପ୍ରିୟ ମାନେ ଯେତେ ବଡ଼ ପରିସ୍ଥିତିରେ ପଡ଼ିଲେ ମଧ୍ୟ ପ୍ରଭୁ ସେମାନଙ୍କୁ ଛାଡ଼ିବେ ନାହିଁ। ସମସ୍ତେ କହିବା ଆମିନ୍। ଆମେନ୍। ପ୍ରଭୁ ସେମାନଙ୍କୁ କେବେ ହେ ପରିତ୍ୟାଗ କରିବେ ନାହିଁ। କାରଣ ହେ ଦାଉଦ କହିଲା ପରି ମୁଁ ସଦା ପ୍ରଭୁଙ୍କ ପଥ ଧରିଅଛି। ଯଦି ଆପଣ ପ୍ରଭୁଙ୍କ ପଥକୁ ଧରିବେ ପ୍ରଭୁ ମଧ୍ୟ ଆପଣଙ୍କୁ କେବେ ଛାଡ଼ିବେ ନାହିଁ। ତାହାଙ୍କର ହସ୍ତ ଆପଣଙ୍କୁ ଧରିବ। ସେ କେବେ ଆପଣଙ୍କୁ ପରିତ୍ୟାଗ କରିବେ ନାହିଁ। ଯଦି ଆପଣ ମାନେ ପଢିବେ ଜାଣିପାରିବେ। ଗୀତ ସଂହିତା ତାର 37 ଅଧ୍ୟାୟ ତାର ଆଉ ପଢିଲ ଆଉ 23 ପଦ 24 ପଦ କିନ୍ତୁ କେତୋଟି ସର୍ତ୍ତ ଅଛି। ସମସ୍ତେ ଧ୍ୟାନ ଦେଇକରି ଶୁଣିବେ କି କଥା ହେବେ ନାହିଁ। କିନ୍ତୁ ପ୍ରଭୁଙ୍କର କେତୋଟି ମଣ୍ଡଳୀ ପ୍ରତି ସର୍ତ୍ତ ଅଛି। ସେ କାହାକୁ ସେ ରକ୍ଷା କରନ୍ତି ଏଟା ଆପଣ ମାନେ ଜାଣିବା ଦରକାର। ସେ କାହାକୁ ଧରି ରଖନ୍ତି ଜାଣିବା ଦରକାର। ସମସ୍ତଙ୍କୁ ସେ ଧରି ରଖିବେ ନାହିଁ। ମୋର ପ୍ରିୟ ମାନେ ସମସ୍ତଙ୍କୁ ରକ୍ଷା କରିବେ ନାହିଁ। ଯଦି ପ୍ରଭୁ ଆପଣଙ୍କର ପଥରେ ସନ୍ତୁଷ୍ଟ ହୁଅନ୍ତି। ଟିକେ ପଢିଦେଲ ହଁ 23 ପଦ 24 ପଦ। ସଦାପ୍ରଭୁଙ୍କ ଦ୍ୱାରା ମନୁଷ୍ୟର ଗତି ସ୍ଥିରୀକୃତ ହୁଏ ହଁ ଓ ସେ ତାହାର ପଥରେ ସନ୍ତୁଷ୍ଟ ହୁଅନ୍ତି। ହାଲେଲୁୟା। ସଦା ପ୍ରଭୁଙ୍କ ଦ୍ୱାରା ଲେଖାଯାଏ ମନୁଷ୍ୟର ଗତି ବା ପଥ ସ୍ଥିରୀକୃତ ହୁଏ ପଡ଼ି। ଆଜି ଆମେ ନିଜେ ନିଜେ ରାସ୍ତା ଆମେ ବାହାର କରୁଛୁ। କଣ କରିବି ବଞ୍ଚିବା ପାଇଁ କଣ କରିବି। ପ୍ରଭୁ କହିଲେ ଯେ ନିଜ ଜୀବନ ବଞ୍ଚେଇବାକୁ ଇଚ୍ଛା କରିବ ସେ ତାହା ହରାଇବ। କଣ କରିବା। ଯେ ନିଜ ଜୀବନ ହରାଇବା ପାଇଁ ଇଚ୍ଛା କରିବ ସେ ତାହା ପ୍ରାପ୍ତ ହେବ। ବାଇବେଲ ଆମକୁ କଣ ଶିକ୍ଷା ଦଉଛି ଭାବନ୍ତୁ ଚିନ୍ତା କରନ୍ତୁ ମୋର ପ୍ରିୟ ମାନେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଏଠି ଚେତନା ପ୍ରଭୁ ଦେଇଛନ୍ତି କଣ ବୋଲି ଆଉ ସଦାପ୍ରଭୁଙ୍କ ଦ୍ୱାରା ମନୁଷ୍ୟର ଗତି ସ୍ଥିରୀକୃତ ହୁଏ ଓ ସେ ତାହାର ପଥରେ ସନ୍ତୁଷ୍ଟ ହୁଅନ୍ତି। ଯଦି ଆମେ ପ୍ରଭୁ ଆମକୁ ଦେଖନ୍ତି ମୋର ପ୍ରିୟ ଆମର ବିଶ୍ୱାସକୁ ପ୍ରଭୁ ପରଖନ୍ତି। ସେ ଯଦି ଆପଣ ଦେଖିବେ ଆଉ ରୋମିଓ ପୁସ୍ତକରେ ଗୋଟେ ବିଷୟ ଲେଖାଯାଏ ଆଉ ଟିକେ ପଢେ ତ ତାର 17 ରୋମିଓ ଜିରିମିୟ ତାର 17 ଅଧ୍ୟାୟର ତାର 7 ପଦରେ ଲେଖାଯାଏ। ଜିରିମିୟ 17 ଅଧ୍ୟାୟର 7 ପଦ। ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କ ଉପରେ ନିର୍ଭର କରେ ପୁଣି ସଦାପ୍ରଭୁ ଯାହାର ବିଶ୍ୱାସ ଭୂମି ଅଟନ୍ତି ସେ ଧନ୍ୟ। ହାଲେଲୁୟା। ଲେଖାଯାଏ ଯେଉଁ ମନୁଷ୍ୟ ସମସ୍ତଙ୍କୁ କୁହାଯାଉନି। ଯେଉଁ ବୋଲି ଲେଖା ଅଛି। ଯେଉଁ ମନୁଷ୍ୟ ବିପଦ ବେଳେ ବି ସଂକଟ ବେଳେ ବି ଦୁଃଖ ବେଳେ ବି ଆପଦ ବେଳେ ବି ମୋର ପଥକୁ ଧରିକି ଅଛି ସେ ଉହୁରି ଯାଉନାହିଁ ମତେ ଭୁଲୁ ନାହିଁ ମତେ ଅସ୍ୱୀକାର କରୁନାହିଁ। ସଦାପ୍ରଭୁଙ୍କ ଉପରେ ନିର୍ଭର କରେ। ଅଭାବ ହଉ ଅନାଟନ ହଉ ଅସୁବିଧା ହଉ ରୋଗ ହଉ ବିଛଣାରେ ପଡିଥାଉ ରୋଗରେ ଆକ୍ରାନ୍ତ ଥାଉ ନା କାହିଁକି ପ୍ରଭୁଙ୍କ ଉପରେ ନିର୍ଭର କରେ। ପୁଣି ସଦାପ୍ରଭୁ ଯାହାର ବିଶ୍ୱାସ ଭୂମି। ପ୍ରଭୁ ଆମର ବିଶ୍ୱାସକୁ ପରଖିବେ। ଆମେ ଯେତେବେଳେ ନିର୍ଭର କରୁ ଭରସା କରୁ ପ୍ରଭୁ ଆମର ବିଶ୍ୱାସକୁ ଦେଖନ୍ତି ପରଖନ୍ତି। ସେ ନିଜ ତରାଜୁରେ ତୋଳନ୍ତି ନିଜ ନୀତିରେ ତୋଳନ୍ତି। ସତରେ ୟା ହୃଦୟରେ ମୋର ପ୍ରତି ଏତେ ବଡ଼ ବିଶ୍ୱାସ ଅଛି କି। ଏଣିକରି ପ୍ରଭୁ କହିଲେ ତୁମର ବିଶ୍ୱାସ ତୁମକୁ ସୁସ୍ଥ କଲା। ହାଲେଲୁୟା। ମୋର ପ୍ରିୟ ମାନେ ଏଣିକରି ମୋର ପ୍ରିୟ ମାନେ ଏଠି ଲେଖା ଅଛି ଯେ ବିଶ୍ୱାସ ଭୂମି ଅଟନ୍ତି ସେ ଧନ୍ୟ ହେଇଯିବ। ପୁଣି ସେ ମନୁଷ୍ୟ ଧନ୍ୟ ହେଇଯିବ ସେ ବିଶ୍ୱାସୀ ଧନ୍ୟ ହେଇଯିବ। ଏଣିକରି ଏଠି ଲେଖାଯାଏ ଯେ ସଦାପ୍ରଭୁ ଯାହାର ପଥରେ ଗତିବିଧିରେ ସନ୍ତୁଷ୍ଟ ହୁଅନ୍ତି। ହାଲେଲୁୟା। ଏନେକେ ମୁଁ ପ୍ରଭୁକୁ ଜାଣିଛି ବୋଲି କହିବି କିନ୍ତୁ ମଦ ପିଇବା ଛାଡ଼େ ନାହିଁ। ମୋର ପଥ ଦୁଷ୍ଟ ମାନଙ୍କର ପଥ। କାରଣ ଲେଖାଯାଏ ଆଉ ସଦାପ୍ରଭୁ ଧାର୍ମିକ ମାନଙ୍କର ପଥ ଜାଣନ୍ତି କିନ୍ତୁ ଦୁଷ୍ଟ ମାନଙ୍କର ପଥ ବିନଷ୍ଟ ହେବ। ଏନେକେ ଦେଖ ପ୍ରଭୁ ମନୁଷ୍ୟର ଗତି ସ୍ଥିରୀକୃତ କରନ୍ତି ଓ ଲେଖାଯାଏ
ତାହାର ପଥରେ ସେ ସନ୍ତୁଷ୍ଟ ହୁଅନ୍ତି। ଯେତେବେଳେ ଆମେ ପ୍ରଭୁଙ୍କ ପଥରେ ଚାଲୁ, ଯେତେବେଳେ ଆମେ ଈଶ୍ୱରଙ୍କ ପଥରେ ଆମେ ଗମନ କରୁ, ଆମେ ଯେତେବେଳେ ସଦାପ୍ରଭୁଙ୍କର ପଥକୁ ଧରିକି ଥାଉ, ଯେତେ ଯାହା ହେଲେ ବି, କିନ୍ତୁ ଦେଖିଲା ବେଳେ ମୋର ପ୍ରିୟ ମାନେ ଆଜି ବିଶ୍ରାମ ଦିନ ପାଳନ କରିକି ସେ 500 ଟଙ୍କା ଜାଗାରେ କି 1000 ଟଙ୍କା ଦେଲେ ବି ବିଶ୍ରାମ ଦିନ ଛାଡିକି ଆମେ ପଳେଇ ଯାଉଛୁ। ମୋର ପ୍ରିୟ ମାନେ ଆମ ପାଇଁ ସବୁ ବିଷୟ ପାଇଁ ସମୟ ଅଛି। ସନ୍ଧ୍ୟା ପ୍ରାର୍ଥନା ସମୟରେ ମୋବାଇଲ ଧରିକି ବାହାରକୁ ପଳେଇବୁ, ଆମର ପଥ ଅଲଗା। ଉପବାସ ପ୍ରାର୍ଥନା ଦିନ ମୋର ପ୍ରିୟ ମାନେ ମାର୍କେଟିଂ କରିବା ପାଇଁ ଆମର ପଥ ମାର୍କେଟିଂ ବେଲେ ପ୍ରାର୍ଥନା ଦିନ ଆମର କାମ ଥିବ, ପ୍ରାର୍ଥନା ଦିନ ଆମର ସ୍କୁଲକୁ ଯିବାର ଥିବ, ଛୁଆ ମାନଙ୍କୁ ଛାଡବାର ଥିବ। ଶୈତାନ ଭଲ କ୍ୟାଲେଣ୍ଡର ଗୋଟେ ଦେଇଛି ଆମ ଲୋକମାନଙ୍କୁ, ବିଶ୍ୱାସୀ ମାନଙ୍କୁ ଭଲ ତାରିଖ ଗୋଟେ ଦେଇଛି। ରବିବାର ଦିନ ତମେ ଛୁଆ ମାନଙ୍କୁ ଛାଡବା ପାଇଁ ଯିବ ସ୍କୁଲକୁ, ପ୍ରାର୍ଥନା ବସିବ ନାହିଁ। ମୋର କଥା ମାନ, ସେ ଯୀଶୁର କଥା ମାନନି ବୋଲି ଭଲ କ୍ୟାଲେଣ୍ଡର ଗୋଟେ ଦେଇଦେଇଛି। ବାହାନାର କ୍ୟାଲେଣ୍ଡର ଏଟା କୋଉ କ୍ୟାଲେଣ୍ଡର ସମସ୍ତେ ଟିକେ କୁହ। ହ୍ୟାଲୋ, ଶୁଣି ପାରୁଛନ୍ତି? ବିଶ୍ୱାସୀ ମାନଙ୍କୁ କୋଉ କ୍ୟାଲେଣ୍ଡର ଦେଇଦେଇଛି ଶୈତାନ? ବାହାନାର କ୍ୟାଲେଣ୍ଡର, ଉପାୟ ଖୋଜିବାର କ୍ୟାଲେଣ୍ଡର। ବାହାନା ବାହାନା ଏ ରବିବାର ଦିନ ଅଛି, ନେଇ ଆଜ୍ଞା ମାର୍କେଟିଂ ନ ଗଲେ ହେବ ନାହିଁ, ନେଇ ଆଜ୍ଞା ହସ୍ପିଟାଲ କୁ ନ ଗଲେ ହେବ ନାହିଁ, ନାହିଁ ଆଜ୍ଞା ମତେ ଯେମିତି ହେଲେ ବି ମତେ ହଷ୍ଟେଲ କୁ ଛାଡି ନେବାର ଅଛି। ବୋଲେ ଶୈତାନ ଗୋଟେ ଏମିତି କ୍ୟାଲେଣ୍ଡର ଦେଇଦେଇଛି, ସେ କ୍ୟାଲେଣ୍ଡର କୁ ଆମେ କାଟି ପାରୁନାହୁଁ। ଏନେକି ପ୍ରଭୁ କହୁଛନ୍ତି ଆମର ଲୋକମାନଙ୍କ ପାଇଁ ବିଶ୍ରାମ ଦିନ ଭୋଗ କରିବା ବାକି ଅଛି। ମନୁଷ୍ୟ ଦୃଷ୍ଟି କୌଣସି ପଥ ସରଳ ଦିଶେ, କିନ୍ତୁ ତାର ଶେଷରେ ମୃତ୍ୟୁର ପଥ ଥାଏ। ମୋର ପ୍ରିୟ ଲୋକମାନେ ଫେରି ଆସନ୍ତୁ, ଈଶ୍ୱରଙ୍କର ବାକ୍ୟକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ସଦାପ୍ରଭୁ ଯାହାର ଗତିବିଧି ପଥରେ ସନ୍ତୁଷ୍ଟ ହୁଅନ୍ତି, ସଦାପ୍ରଭୁ ବାକ୍ୟକୁ ଟିକେ ପଢିଲ 24 ପଦ। ସେ ପତିତା ହେଲେ ହେଁ ଭୂମିଶାୟୀ ହେବ ନାହିଁ, କାରଣ ସଦାପ୍ରଭୁ ସ୍ୱହସ୍ତରେ ତାହାକୁ ଧରି ରଖନ୍ତି। ହାଲେଲୁୟା, ସମସ୍ତେ କହିବା ହାଲେଲୁୟା। ଏଠି ଦେଖାଯାଏ ସେ